ସାଙ୍ଗମାନେ ଆସିଗଲା ଓଡ଼ିଶା ସରକାରଙ୍କ ତରଫରୁ ଆପଣଙ୍କ ପାଇଁ ନୂଆ ନୂଆ ସରକାରୀ ଚାକିରି। ଚିଲିକା ଡେଭଲପମେଣ୍ଟ ଅଥରିଟି ତରଫରୁ ଆସିଛି ଭାକାନ୍ସି। ଦେଖନ୍ତୁ ଫିଲ୍ଡ ଆସିଷ୍ଟାଣ୍ଟ ରହିଛି, ପ୍ରୋଜେକ୍ଟ ଆସୋସିଏଟ୍ ରହିଛି। ସାଙ୍ଗମାନେ ଏଥିରେ ଆପଣମାନଙ୍କୁ କୌଣସି ପ୍ରକାର ଏକ୍ଜାମ୍ ଦେବାକୁ ପଡ଼ିବ ନାହିଁ। ଏଥିରେ ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିବ। ଦେଖନ୍ତୁ ସାଲାରୀ ବହୁତ ଭଲ ରହିଛି, 25,000 ପର୍ଯ୍ୟନ୍ତ ସାଲାରୀ ରହିଛି। ସାଙ୍ଗମାନେ ଡେଟ୍ ତ ଷ୍ଟାର୍ଟ ହୋଇସାରିଛି ଆପ୍ଲାଏର। ଶୀଘ୍ର ଆବେଦନ କରନ୍ତୁ, ଡେରି କରନ୍ତୁ ନାହିଁ। ଏଜ୍ ଲିମିଟ୍ କେତେ ରହୁଛି, ସାଲାରୀ କେତେ ରହୁଛି, କିପରି ଆମେ ଆବେଦନ କରିପାରିବା, ଡିଟେଲ୍ସ ଏହି ଭିଡ଼ିଓରେ ଜାଣିପାରିବା। ଚାଲନ୍ତୁ ଭିଡ଼ିଓଟିକୁ ଡେରି କରିବା ନାହିଁ, ଷ୍ଟାର୍ଟ କରିବା। ସାଙ୍ଗମାନେ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ତାହେଲେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍କୁ ବଜାଇ ଦେବେ, କାହିଁକି ନା ନୂଆ ନୂଆ ଜବ୍ର ନୋଟିଫିକେସନ୍ ଆପଣମାନେ ଶୀଘ୍ର ପାଇପାରିବେ। ଚାଲନ୍ତୁ ଡେରି କରିବା ନାହିଁ, ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସାଙ୍ଗମାନେ କ୍ରୋମ୍ ବ୍ରାଉଜରକୁ ଆସି ଲେଖିଦିଅନ୍ତୁ ଜବ୍ସ କାର୍ଟ। ଜବ୍ସ କାର୍ଟ ଲେଖିଲା ପରେ ଦେଖନ୍ତୁ ଆସିଗଲା ଜବ୍ସ କାର୍ଟ ଅଲ୍ ଜବ୍ ଇନଫର୍ମେସନ୍, ତାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ପେଜ୍ଟି ଓପନ୍ ହୋଇଯିବ। ଓପନ୍ ହୋଇଗଲା ପରେ ଦେଖନ୍ତୁ ଆପଣମାନେ ତଳକୁ ସ୍କ୍ରୋଲ୍ ଡାଉନ୍ କରିବେ। ସ୍କ୍ରୋଲ୍ ଡାଉନ୍ କଲା ପରେ ଦେଖନ୍ତୁ ଆସିଯାଇଛି ଚିଲିକା, ରାଇଟ୍ ସାଇଡ଼୍ରେ ଲେଖା ହେଇଛି ଚିଲିକା ଡେଭଲପମେଣ୍ଟ ଅଥରିଟି ରିକ୍ୱାରମେଣ୍ଟ 2026 ଆପ୍ଲାଏ ଫର୍ ଫିଲ୍ଡ ଆସିଷ୍ଟାଣ୍ଟ ଆଣ୍ଡ ପ୍ରୋଜେକ୍ଟ ଆସୋସିଏଟ୍ ପୋଷ୍ଟ। ୟାର ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ପେଜ୍ଟି ଓପନ୍ ହୋଇଯିବ। ଦେଖନ୍ତୁ ଏଥିରେ ଆମେ ଡିଟେଲ୍ସ ଦେଖିପାରିବା। ଦେଖନ୍ତୁ ଚିଲିକା ଡେଭଲପମେଣ୍ଟ ଅଥରିଟି ତରଫରୁ ଭାକାନ୍ସିଟି ବାହାରିଛି। ଏଠି ଡିଟେଲ୍ସ ଦେଖନ୍ତୁ, ନେମ୍ ଅଫ୍ ଦ ଅର୍ଗାନାଇଜେସନ୍ ଚିଲିକା ଡେଭଲପମେଣ୍ଟ ଅଥରିଟି। ଜବ୍ଟି ରହୁଛି କଣ୍ଟ୍ରାକ୍ଚୁଆଲ୍ ଜବ୍ ରହୁଛି। ଟୋଟାଲ୍ ପୋଷ୍ଟ ରହୁଛି ଆମର 2ଟି ପୋଷ୍ଟ ଟୋଟାଲ୍ ରହୁଛି। ନେମ୍ ଅଫ୍ ଦ ପୋଷ୍ଟ ଫିଲ୍ଡ ଆସିଷ୍ଟାଣ୍ଟ ଆଣ୍ଡ ପ୍ରୋଜେକ୍ଟ ଆସୋସିଏଟ୍। ଦେଖନ୍ତୁ ମୋଡ଼ ରହୁଛି, ଆପ୍ଲିକେସନ୍ ମୋଡ଼ଟି ରହୁଛି ୱାକ୍ ଇନ୍ ଇଣ୍ଟରଭ୍ୟୁ। ଏଥିରେ କୌଣସି ଏକ୍ଜାମ୍ ଦେବାକୁ ପଡ଼ିବ ନାହିଁ। ଦେଖନ୍ତୁ ହୁ କ୍ୟାନ୍ ଆପ୍ଲାଏ, ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ସ। ସମସ୍ତ ଓଡ଼ିଶାର ପିଲାମାନେ ଏଥିରେ ଆବେଦନ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ, ଓଡ଼ିଶା ଭିତରେ ହିଁ ଆପଣଙ୍କ ପୋଷ୍ଟିଂଟା ରହିବ। ୱାକ୍ ଇନ୍ ଇଣ୍ଟରଭ୍ୟୁ ଡେଟ୍ ରହୁଛି 1 ସେପ୍ଟେମ୍ବର। ସେପ୍ଟେମ୍ବର ମାସ 1ରେ ରହୁଛି ଆପଣଙ୍କର ୱାକ୍ ଇନ୍ ଇଣ୍ଟରଭ୍ୟୁଟା। ଅଫିସିଆଲି ୱେବସାଇଟ୍କୁ ଯାଇକି ଆପଣମାନେ ଡିଟେଲ୍ସ ଦେଖିପାରିବେ। ଦେଖନ୍ତୁ ଜେଣ୍ଡର ରହୁଛି ବୋଥ୍ ମେଲ୍ ଆଣ୍ଡ ଫିମେଲ୍। ଏଥିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ। ଦେଖନ୍ତୁ ରହୁଛି ପ୍ରୋଜେକ୍ଟ ଫିଲ୍ଡ ଆସିଷ୍ଟାଣ୍ଟ ରହୁଛି ଇଣ୍ଟରମିଡ଼ିଏଟ୍ ସାଇନ୍ସ ରହୁଛି ୱିଥ୍ ମିନିମମ୍ 60% ମାର୍କ ରହିଥିବା ଦରକାର, ସାଇନ୍ସ ନେଇଥିବା ଦରକାର। ପ୍ରୋଜେକ୍ଟ ଆସୋସିଏଟ୍ ରହୁଛି MSc ରହୁଛି ବାୟୋଟେକ୍ନୋଲୋଜି, ମାଇକ୍ରୋବାୟୋଲୋଜି କିମ୍ବା ଲାଇଫ୍ ସାଇନ୍ସ ନେଇଥିଲେ ଆପଣମାନେ 60% ମାର୍କ ମଧ୍ୟ ରଖିଥିବା ଦରକାର। ରଖିଥିଲେ ଆପଣମାନେ ଏଇଥିରେ ଆପ୍ଲାଏ କରିପାରିବେ। ଦେଖନ୍ତୁ ଏଠି ରହୁଛି ଇଣ୍ଟରଭ୍ୟୁ ରହୁଛି। ଇଣ୍ଟରଭ୍ୟୁ ପରେ ରହୁଛି ଆମର ଡକୁମେଣ୍ଟ ଭେରିଫିକେସନ୍ ରହୁଛି। ଫିଲ୍ଡ ଆସିଷ୍ଟାଣ୍ଟ ରହୁଛି ଗୋଟିଏ ପୋଷ୍ଟ, ପ୍ରୋଜେକ୍ଟ ଆସୋସିଏଟ୍ ରହୁଛି ଗୋଟିଏ ପୋଷ୍ଟ, ଗୋଟିଏ 2ଟି ପୋଷ୍ଟ ମାତ୍ର ରହିଛି। ଫିଲ୍ଡ ଆସିଷ୍ଟାଣ୍ଟ ଦେଖନ୍ତୁ ମିନିମମ୍ ଏଜ୍ ରହୁଛି 21 ବର୍ଷ। ଦେଖନ୍ତୁ 21 ବର୍ଷ, ମ୍ୟାକ୍ସିମମ୍ ରହୁଛି 28 ବର୍ଷ ରହୁଛି। ପ୍ରୋଜେକ୍ଟ ଆସୋସିଏଟ୍ ରହୁଛି 35 ବର୍ଷ ଏଜ୍ ରହୁଛି। ଇଣ୍ଟରଭ୍ୟୁ ଡେଟ୍ ରହୁଛି 1 ସେପ୍ଟେମ୍ବର 10ଟା AM ଆପଣଙ୍କୁ ଇଣ୍ଟରଭ୍ୟୁ ସ୍ପଟ୍ରେ ପହଞ୍ଚିବାର ଅଛି। ଦେଖନ୍ତୁ ଏଥିରେ ଏଜ୍ର ଦେଖନ୍ତୁ ଏଥିରେ ରହୁଛି କୌଣସି ପ୍ରକାର ଫିସ୍ ଆପଣଙ୍କୁ ପଡ଼ିବ ନାହିଁ। ଦେଖନ୍ତୁ ଜେନେରାଲ, EWS, OBCଙ୍କ ପାଇଁ ଫ୍ରି ଆବେଦନ କରିପାରିବେ। SC ST PWD ସମସ୍ତେ ଏଥିରେ ଫ୍ରିରେ ଆବେଦନ କରିପାରିବେ। ଆପଣମାନଙ୍କୁ ଟଙ୍କାଟେ ବି ଦେବାକୁ ପଡ଼ିବ ନାହିଁ। ଦେଖନ୍ତୁ ଏଥିରେ କ'ଣ କ'ଣ ଡକୁମେଣ୍ଟସ୍ ରହୁଛି। ଦେଖନ୍ତୁ ଅଲ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍ ଦରକାର ହେଉଛି। କାଷ୍ଟ ସାର୍ଟିଫିକେଟ୍ ଆଣ୍ଡ ରେସିଡେଣ୍ଟ ସାର୍ଟିଫିକେଟ୍ଟି ମଧ୍ୟ ଦରକାର ହେଉଛି। ଦେଖନ୍ତୁ ଆଉ କ'ଣ ରହିଛି, ଭ୍ୟାଲିଡ୍ ଇମେଲ୍ ID ଆଣ୍ଡ ମୋବାଇଲ୍ ନମ୍ବର। ରିସେଣ୍ଟ କଲର୍ ପାସପୋର୍ଟ ସାଇଜ୍ ଫଟୋ, କଲର୍ ପାସପୋର୍ଟ ସାଇଜ୍ଟି ଦରକାର, ପାସପୋର୍ଟ ସାଇଜ୍ ଫଟୋ ଦରକାର। 1 ID ପ୍ରୁଫ୍, ଯେକୌଣସି ID ପ୍ରୁଫ୍, ଆଧାର ହେଉ କିମ୍ବା ଭୋଟର ହେଉ କିମ୍ବା ପ୍ୟାନ୍ କାର୍ଡ଼ ହେଉ। ଆଉ ଆପ୍ଲିକେସନ୍ ଫର୍ମଟି ଦରକାର। ଆପ୍ଲିକେସନ୍ ଫର୍ମ କେଉଁଠୁ ଡାଉନଲୋଡ଼୍ କରିବେ ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଡିଟେଲ୍ସ ମୁଁ କହିବି। ଦେଖନ୍ତୁ ଫିଲ୍ଡ ଆସିଷ୍ଟାଣ୍ଟ ରହୁଛି ସାଲାରୀ ଦେଖନ୍ତୁ 12,000 ପର୍ ମନ୍ଥ ରହୁଛି। ପ୍ରୋଜେକ୍ଟ ଆସୋସିଏଟ୍ ରହୁଛି 25,000 ପର୍ ମନ୍ଥ। ଦେଖନ୍ତୁ ଚାଲନ୍ତୁ ଆପ୍ଲିକେସନ୍ଟି ଡାଉନଲୋଡ଼୍ କରିବା। ଦେଖନ୍ତୁ ଇମ୍ପୋର୍ଟାଣ୍ଟ ଲିଙ୍କ୍ସ ଅଛି,
यार ऊपर नोटिफिकेशन पीडीएफ आपण मैंने क्लिक करेंगे। देखो पीडीएफ टी बर्तमान ओपन हो पीडीएफ रे समस्त डिटेल्स ए देखो यही आड्रेस टी दूसरी रिपोर्टिंग टाइम वाक इन इंटरव्यू डेट रोचे 1/9/2026 10टा AM रे रोचे चिलिका डेवलपमेंट अथॉरिटी पलासपल्ली भुवनेश्वर पलासपल्ली रे इंटरव्यूटी रहिबो। देखो फील्ड असिस्टेंट रोचे इंटरमीडिएट रोचे साइंस देखो साइंस रे रखि दरकार। देखो ये गोटे पोस्ट रोचे 60% मार्क दरकार। सालारी देखी दिंतु सालारी रोचे 12,000 रोचे। मिनिमम एज रोचे 21 वर्ष। यहाँ भल भाव पढ़ी पारतु पढ़ु पढ़ला आपण मैंने सबकि जानीपर। प्रोजेक्ट एसोसिएट रोचे गोटे पोस्ट। देखो MSc बायोटेक्नोलॉजी माइक्रोबायोलॉजी लाइफ साइंस ये सब 60% मार्क रखि दरकार। मिनिमम देखो मिनिमम 1 ईयर सांग मैंने देखु एठारे सालारी रोचे 25,000। एज लिमिट रोचे 35 वर्ष। सांग मैंने यहाँ तलकू तलकू स्क्रोल डाउन करूँ सबकि जापर। यहाँ पढ़े भल भाव पढ़ला जापर। सांग मैंने ये देखा आमर फॉर्म टी देखूँ फॉर्म टी एठारू आपण मैंने डाउनलोड करेंगे। डाउनलोड कर सब फिलअप करेंगे। देखो डाण पटे पेस्ट योर कलर फोटो टी एठे अटैच करेंगे। नेम ऑफ द एप्लिकेंट डेट ऑफ बर्थ नेशनलिटी सब फिलअप कर सारा पर देखो ये क्वालिफिकेशन एजुकेशनल क्वालिफिकेशन सब फिलअप करेंगे। फिलअप कलापर ये सब फिलअप कर सारा पर ये फॉर्म को डॉक्यूमेंट सहित अटैच करिकी यही एड्रेस रे आपन को पलासपल्ली भुवनेश्वर चिलिका डिपार्टमेंट डेवलपमेंट अथॉरिटी यही एड्रेस रे आपन को 10टा AM रे आपण मानक पहुँचा पड़ो। 1/9/2026 रे आपण मानक पहुँचा पड़ो। सांग मैंने जदि भिडियोटी भल लगुच गोटे लाइक करूँ चैनल को गोटे सब्सक्राइब करूँ कहीं आपण जल्दी शीघ्र जॉब्र नोटिफिकेशन एमती पाइपर।